ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁ ସବୁବେଳେ ଗୋଟେ କଥାକୁ ନିଜ ମନ ଭିତରେ ଧରିକି ବସିଛୁ ଆଉ କହୁଛୁ, ବାବା ମୁଁ ତ କାହାର କିଛି ବି କ୍ଷତି କରିନି, କେବେ ବି କାହାର ଅନ୍ୟାୟ କରିନି, ତାହେଲେ ଏ ଲୋକମାନେ କାହିଁକି ବସିଛନ୍ତି ସବୁବେଳେ କେମିତି ମୁଁ ଦୁଃଖରେ ଆଉ କଷ୍ଟରେ ରହିବି ସେମାନେ ଦେଖିବେ। ସନ୍ତାନ, ମୁଁ ତ ତୋତେ ସେହି କଥା କହୁଛି, ଯଦି ସାମ୍ନାବାଲା ଚାହୁଁଛି ତୁ ଦୁଃଖରେ ରହ, ତୁ ତ ସେଇଆ କରୁଛୁ ନା ସନ୍ତାନ। ସେମିତି ମନ ଭିତରେ ବହୁତ ଗୁଡ଼ିଏ ଚିନ୍ତା ପୁରେଇକି ବସୁଛୁ, ନା ଖାଇବା ପିଇବା ଠିକ୍ ଅଛି, ନା ଗୋଟେ ସମୟରେ ଶୋଇବା ଅଛି, ନା କିଛି ବି ନାହିଁ। ସବୁବେଳେ ଯିଏ ଯାହା କହିଦେଉଛି ସେ କଥାକୁ ନିଜ ମନ ଭିତରେ ରଖିକି ନିଜକୁ ବହୁତ କଷ୍ଟ ଦେଉଛୁ। ଏବେ ବୁଝିପାରୁଛୁ ତ, ସାମ୍ନାବାଲା ଚାହୁଁଛି ତୁ ଏମିତି ହିଁ ରହ। ତୁ ଯଦି ଏଇଭଳିଆ ରହିବୁ ସିଏ ବହୁତ ଖୁସି ଆଉ ଆନନ୍ଦିତ ହେବ। ଆଉ ତୁ ବି ତ ସେଇଆ କରୁଛୁ ନା ସନ୍ତାନ। ଏବେ ବି ସମୟ ଅଛି, ସେସବୁ କଥା ନିଜ ମନରୁ ବାହାର କରିଦେ। ତୁ ଗୋଟେ କଥା ଜାଣିଛୁ, ଯିଏ ତୋତେ ଏତେ ଛୋଟ କରି କହୁଛନ୍ତି, ଅପମାନ ଦେଉଛନ୍ତି, ତୁ ସେମାନଙ୍କ ପାଇଁ ବହୁତ ଖାସ୍ ସନ୍ତାନ। କାହିଁକି ନା ସେମାନେ ଖରାପରେ ହଉ ପଛେ ତୋ କଥା ଚିନ୍ତା କରୁଛନ୍ତି, ଭାବୁଛନ୍ତି। ଯଦି ସେମାନେ ତୋତେ ଭଲ ପାଇନଥାନ୍ତେ କି ପସନ୍ଦ କରିନଥାନ୍ତେ, ତୋ ନାଁ ବି ସେମାନେ ଧରି ନଥାନ୍ତେ ସନ୍ତାନ। ସେଇଠୁ ତୁ ଭାବେ ଗୋଟେ କଥା, ତୁ ତ ନିଜକୁ ଧନ୍ୟବାଦ ଦେ। ତୁ ସେତିକି ଖାସ୍ ବୋଲିକି ସେମାନେ ତୋ କଥା ଚିନ୍ତା କରୁଛନ୍ତି। ଭଲ ଚିନ୍ତା କରନ୍ତୁ କି ମନ୍ଦ ଚିନ୍ତା କରନ୍ତୁ, କିନ୍ତୁ ସବୁବେଳେ ତ ତୋ କଥା ଭାବୁଛନ୍ତି ନା। ସେଥିଲାଗି ଏବେ ବି ସମୟ ଅଛି, ତୁ ନିଜକୁ ବଦଳି ଦେ। ସେମାନେ ଚାହୁଁଛନ୍ତି ତୁ କଷ୍ଟରେ ରହ, ତାହେଲେ ତୁ ତ ବାବାକୁ କହ ତୁ କଷ୍ଟରେ ରହିବୁ ନା ଖୁସିରେ ରହିବୁ। ସେଥିଲାଗି ତୁ ଯେମିତି ଭଲ କର୍ମ କରୁଛୁ ତୁ ଭଲ କର୍ମ କର, ଆଉ ଯେଉଁ କାମରେ ତୁ ଲାଗି ପଡ଼ିଛୁ ସେଥିରେ ତୁ ନିଶ୍ଚୟ ସଫଳତା ପାଇବୁ। ଦେହ ଖରାପକୁ ନେଇକି ଜମା ଚିନ୍ତା କରନି। ତୋ ବାବା ସବୁବେଳେ ତୋ ପାଖରେ ଅଛି, ତୋ ରକ୍ଷା କବଚ ହେଇକି। ତୋର କେହି କିଛି କ୍ଷତି କରିପାରିବେନି ସନ୍ତାନ। ଯେଉଁମାନେ ତୋତେ ଅପମାନିତ କରୁଛନ୍ତି, ସମୟ ଆସିବ ସେ ସବୁ ଲୋକଙ୍କ ପାଖରେ ଅପମାନିତ ହେବେ। ତୁ ସେସବୁ କଥା ଭୁଲିଯା। ଗୋଟେ କଥା ସବୁବେଳେ ମନେ ରଖିବୁ, ଯେ ପର୍ଯ୍ୟନ୍ତ ତୋର ବିଶ୍ୱାସ ତୋ ବାବା ଉପରେ ଅଛି ନା, ସେ ପର୍ଯ୍ୟନ୍ତ ତୋତେ କେହି ବି ଖାଲରେ ପକାଇ ପାରିବେନି। ମୁଁ ଜାଣିଛି ତୁ ତୋ ବାବାକୁ ବହୁତ ଭଲ ପାଉ ଆଉ ବହୁତ ସମ୍ମାନ ବି କରୁ। କେବେ ବି ତୁ ମୋ ବିଶ୍ୱାସରେ ବିଷ ଦେବୁନି ସନ୍ତାନ, ସେ କଥା ବି ମୁଁ ଜାଣିଛି। ସେଥିଲାଗି ତୁ ନିଶ୍ଚିତ ହେଇକି ରହ। ଯେମିତି ଆଗରୁ ସକାଳୁ ଗାଧେଇ ମୋ ମନ୍ଦିର ଆସୁଥିଲୁ, ପୂଜାପାଠ କରୁଥିଲୁ, ସବୁବେଳେ ନିଜକୁ ଭଗବାନଙ୍କ ଆରାଧନାରେ ହଜେଇକି ରଖିଥିଲୁ, ଏବେ ସେମିତି ହେଇଯା ସନ୍ତାନ। ଦେଖିବୁ ତୋ ଜୀବନ ଆଗକୁ କେମିତି ଭାବରେ ଗଢ଼ି ଉଠିବ। ତୁ ବହୁତ ଖୁସିରେ ରହିବୁ ସନ୍ତାନ। ମୁଁ ସବୁବେଳେ ତୋତେ ଆଶୀର୍ବାଦ ଦେଉଛି। କାହିଁକି ଜାଣିଛୁ, ତୁ ଗୋଟେ ସେ ମଣିଷ ଭିତରୁ ଜଣେ ଯିଏକି ଆଜି ଏତେ କଷ୍ଟ, ଯନ୍ତ୍ରଣା, ଦୁଃଖ ସହି ମୋତେ ବିଶ୍ୱାସ କରି ବଞ୍ଚିଛି।